ଭଦ୍ରକ ମାଟିରୁ ଏତିକି ଜୋରରେ ଆହୁରି ଜୋରରେ ଶୁଭେଇବା ଦରକାର। ଜୟ ଜଗନ୍ନାଥ। ଏଇ ହଉଛି ଆମ ଓଡିଆଙ୍କ ସ୍ପିରିଟ, ଯୋଉଠି ଜଗନ୍ନାଥ ଭକ୍ତି ସେଇଠି ଆମେ। ଆଜି ଭଦ୍ରକ ମାଟିରେ ପ୍ରଥମ ଥର ପାଇଁ ଚରମ୍ପା ମାଟିରେ ମୋ ଯାତ୍ରା କ୍ୟାରିୟର ଆଜିକି 13 ବର୍ଷ ଭିତରେ କେବେ ଚରମ୍ପାରେ ଯାତ୍ରା କରିବାର ସୁଯୋଗ ମତେ ମିଳିନି, କିନ୍ତୁ ପ୍ରଥମ ଥର ପାଇଁ ଏ ମଞ୍ଚରେ ଅତିଥି କଳାକାର ଭାବରେ ଡାକିଥିବାରୁ କମିଟି ଭାଇ ମାନଙ୍କୁ ମୋର ଅନ୍ତରରୁ ହାର୍ଦ୍ଦିକ ଶୁଭେଚ୍ଛା ଆଉ ପ୍ରଣାମ। ଆଉ ଆପଣଙ୍କ ଭଳି ଦର୍ଶକ ଭଗବାନ ମାନଙ୍କ ପାଖରେ ଏ ପିୟୁଷ ତ୍ରିପାଠୀର ଏଇଠୁ ମଥା ନୁଆ ପ୍ରଣାମ। ଆଜି ମୋ ସାଙ୍ଗରେ ଅଛନ୍ତି ଭଦ୍ରକ ମାଟିର ସାର୍ ଅଂଶୁମାନ ସାର୍, ଆପଣଙ୍କର ଅତି ପ୍ରିୟର ସାର୍। ଆଶା କରିବି ସାର୍ ମୁଁ ମାଇକ୍ରୋଫୋନ ଦେବା ପାଇଁ, ଆଉ ସାର୍ ଦି ପଦ ଆପଣଙ୍କ ପାଇଁ ନିହାତି କହିବେ। ସାର୍ ପାଇଁ ଗୋଟେ ଜୋରଦାର କରତାଳି ହେଇଯାଉ। ଏଇ ହଉଛି ସାର୍ ଆପଣଙ୍କ ଭଲ ପାଇବା ଭଦ୍ରକ ମାଟିରେ ଆପଣଙ୍କ ପାଇଁ। ସମସ୍ତ ନମସ୍କାର। ଆପଣମାନେ ଭାବୁଥିବେ ମୁଁ କାହିଁକି ଆସିଛି ଏଇଠିକି। ଇଏ ଆମର ମୋର ସ୍କୁଲ ସିନିୟର, ମୁଁ ଗୋଟେ ସ୍କୁଲରେ ପଢୁଥିଲୁ ଆମେ। ଆପଣ ସବୁ ପିୟୁଷ ଜାଣିଛନ୍ତି, ଆମର ହରି ଭାଇ ଅତି ଆପଣଙ୍କର ବୋର୍ଡ ହାଇ ସ୍କୁଲରେ ପଢୁଥିଲୁ ଆମେ। ମୁଁ ଏଥିପାଇଁ ଆସିଛି, ଆପଣ ତ ପିୟୁଷ ଭାଇ ଆମର ହରି ଭାଇ ଯାହା କହିବେ ଆମ ପାଇଁ ହରି ଭାଇ, ଆପଣ ପିୟୁଷ ଭାଇ କହିବେ ଆମ ପାଇଁ ହରି ଭାଇ। ଏଥିପାଇଁ ଆସିଛୁ ଟିକେ ସାଇବର ଆମର ଓଡ଼ିଶା ପୁଲିସ ଆନୁକୂଲ୍ୟରେ ସାଇବର କ୍ୟାମ୍ପେନ୍ ଚାଲିଛି। ମୁଁ ଜାଣିଛି ଏଇଟା ପ୍ରପର ଫୋରମ୍ ହେଇପାରେ ନ ହେଇପାରେ, ବଟ୍ ଆୱାରନେସ୍ ସବୁବେଳେ ଆୱାରନେସ୍ ଦରକାର। ବହୁତ ଲୋକ ଓଟିପି ଫ୍ରଡରେ କିମ୍ବା ଡିଜିଟାଲ ଆରେଷ୍ଟରେ ପଇସା ହରଉଛନ୍ତି। ମୁଁ ଭାବିବି ଏଇଭଳି ପର୍ସନାଲିଟି ଆପଣମାନଙ୍କୁ କହିଲେ ଆପଣ ଟିକେ ମାଇଣ୍ଡରେ ପୁରେଇବେ। ତାପରେ ଏଣ୍ଟରଟେନ୍ ତ ଆପଣ ସବୁବେଳେ ହଉଛନ୍ତି, ୟୁଟ୍ୟୁବ ମାଧ୍ୟମରେ ହଉ ଡାଇରେକ୍ଟ ଏଣ୍ଟରଟେନ୍ ହଉଛନ୍ତି, କିନ୍ତୁ ଆପଣ ଟିକେ ଆୱେର ହେବା ଦରକାର ଅଛି। ଆଉ ଖାସ କରିକି ପିୟୁଷ ଭାଇଙ୍କୁ କହିବି ଦି ପଦ କହିଦେବେ, ତାପରେ ମଞ୍ଚ ଆପଣଙ୍କର ଯାହା ଆପଣ ଡେଭଲପ ଆମେ ପଳେଇବୁ। પણ ଆପଣ ଟିକେ ସମସ୍ତେ ସାବଧାନ ଥିବେ, ସାଇବର କ୍ରାଇମ ବହୁତ ହଉଛି। ଦି ପଦ ଯେହେତୁ ଆଉ ଗୋଟେ କଥା କହିଛନ୍ତି, ସେ ଆମ ଡିପାର୍ଟମେଣ୍ଟରେ ମଧ୍ୟ ଥିଲେ, ଆପଣ ଜାଣିଥିବେ ପୁଲିସ ଡିପାର୍ଟମେଣ୍ଟରେ ମଧ୍ୟ ଥିଲେ। କଳାର ନିଶା ଏମିତି ହେଲା, ତାପରେ ଆସିକି ଯାହା ହଉ ଆଜି ବହୁତ ବଡ ଜାଗାରେ ଆମ ସ୍କୁଲ ସିନିୟର ହଉ ଆମ ଡିପାର୍ଟମେଣ୍ଟ ହଉ ସେ କନେକ୍ସନ ଅଛି। ତେଣୁ ଆପଣମାନେ ଟିକେ ସଜାଗ ରହିବେ। ଦି ପଦ ଆପଣ ଆମ ପାଇଁ କହିଦେଲେ ଦେନ୍ ଇଟ୍ ୱିଲ୍ ବି ଏ ଭେରି ଗୁଡ୍ ଗେଷ୍ଟର ଫର ଅସ୍। ଅନେକ ମଞ୍ଚ ଆସିଛି, ଅନେକ ଥର ଅନେକ ଡାଇଲଗ କହିଛି, ଡାଇଲଗ ତ ଆମେ ନିହାତି ଶୁଣିବା। କିନ୍ତୁ ଆଜି ପ୍ରଥମ ଥର ପାଇଁ ମୁଁ ପୋଲିସ ପରିବାରରୁ ଆସିଛି, ପୋଲିସ ଚାକିରି କରିଥିଲି ଛାଡିକି ଆଜି ଏ ମଞ୍ଚରେ କଳାକାର ହିସାବରେ କାମ କରୁଥିବା ସମୟରେ ସେଇ ପୋଲିସ ଡିପାର୍ଟମେଣ୍ଟ ପାଇଁ ମତେ କିଛି କହିବାର ସୁଯୋଗ ମିଳିଥିବାରୁ ସାର୍ଙ୍କୁ ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ। ବିଷୟବସ୍ତୁଟି ଏଇଆ କି ଆଜିକାଲି ସମାଜରେ ପରିଶ୍ରମ କରି ଆମେ ଅନେକ ଅର୍ଥ ଉପାର୍ଜନ କରୁଛେ, କିନ୍ତୁ ବେଳେ ବେଳେ ଆମେ ସାଇବର କ୍ରାଇମର ଠକାମି ହଉଛେ। ତେଣୁ ଆପଣମାନେ ଯୋଉମାନେ ଏଠି ଅଛନ୍ତି ପ୍ରାୟତଃ ସମସ୍ତେ ଜାଣି ସାରିଲେଣି, ତଥାପି ଆପଣମାନଙ୍କ ଜ୍ଞାତସାର ପାଇଁ ଅନନୋନ୍ ନମ୍ବରରୁ ଆସୁଥିବା କଲ୍ ସାଙ୍ଗରେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟର କୌଣସି ଡିଟେଲ ସେୟାର କରନ୍ତୁ ନାହିଁ। ଅନନୋନ୍ ନମ୍ବର ହଉ କି ନୋନ୍ ନମ୍ବର ହଉ ଆପଣଙ୍କର କୌଣସି ଓଟିପି କାହା ସାଙ୍ଗରେ ସେୟାର କରନ୍ତୁ ନାହିଁ, କାହିଁକି ନା ଆପଣଙ୍କର ପରିଶ୍ରମ, ଆପଣଙ୍କ ଝାଳ ଅର୍ଜିତ ଧନ କେମିତି ସୁରକ୍ଷାରେ ରହିବ ସେଥିପାଇଁ ଆମ ଡିପାର୍ଟମେଣ୍ଟ ପୋଲିସ ଡିପାର୍ଟମେଣ୍ଟ ସଦା ସର୍ବଦା ଜାଗ୍ରତ। ବାସ୍ ସୁରକ୍ଷାର ଦାୟିତ୍ୱ କିଛି ସମୟ ପାଇଁ ଆପଣଙ୍କ ହାତରେ। ସାଇବର କ୍ରାଇମ ଠାରୁ ଦୂରେଇକି ରୁହନ୍ତୁ, ଠକାମିର ଶିକାର ଜମା ବି ହୁଅନ୍ତୁନି। ଧନ୍ୟବାଦ। ଆଜ୍ଞା ଆଜ୍ଞା ସାର୍।